ଆପଣଙ୍କ ନାଁରେ ଆଜ୍ଞା ଅନେକ କେସ୍ ହେଲାଣି, 7-8ଟି କେସ୍ ମଧ୍ୟ ହେଲାଣି, ଆପଣଙ୍କ 800ଟି କେସ୍ ଲାଗିଛି। ଆପଣ ଏଇ ଗୋମାତାଙ୍କ ପାଇଁ ଲଢ଼େଇ କରି କରିଛନ୍ତି ନା ଅନ୍ୟ କିଛି ଅଛି? ଦେଖନ୍ତୁ କେନ୍ଦୁଝର ଜିଲ୍ଲାରେ ମୋ ନାଁରେ ଆଟ୍ରୋସିଟି କେସ୍ ସହିତ ଡକାୟତି କେସ୍ ଲାଗିଲା। ଗାଈ ଅଟକାଉଥିଲି, ମୋ ଗାଡ଼ିକୁ ଫାୟାରିଂ କରାଗଲା। ଗୋମାତାଙ୍କ ଆଶୀର୍ବାଦରୁ ବଞ୍ଚିକି ଆସିଲି। ଆଜି ପର୍ଯ୍ୟନ୍ତ ଲଢ଼େଇ ଗୁଳି ବାଜିଛି ନା ଦେହରେ? ନା ବାଜିନି? ଗାଡ଼ିରେ ବାଜିଛି ଆଜ୍ଞା, ମୋ ଦେହରେ ବାଜି ନଥିଲା। ଗାଡ଼ିର କାଚ ଭାଙ୍ଗିଥିଲା, ମୁଁ ଏଫଆଇଆର ମଧ୍ୟ ଦେଇଥିଲି। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ଅଞ୍ଚଳରେ ମୋ ଉପରେ 2 ଥର ଆକ୍ରମଣ କରାଗଲା। ଭଦ୍ରକରୁ ଗାଈ ଚାଲାଣ କରିବା ପାଇଁ ମହମ୍ମଦ ୱାସିମ, ମହମ୍ମଦ ନସିମ 2 ଭାଇ, ତାଙ୍କର ଯେଉଁ ଏସ୍କର୍ଟ ଗାଡ଼ି ସ୍କର୍ପିଓ ଥିଲା, ସେ ସ୍କର୍ପିଓରୁ ମୋ ଗାଡ଼ି ଉପରକୁ ଗୁଳି ଚାଳନା କରାଗଲା ରାତି 1:30ଟା ବେଳେ। ଗାଡ଼ିକୁ ଅଟକେଇଲୁ। ସେଇ ଗୋମାତାଙ୍କ ଆଶୀର୍ବାଦରୁ ସେଠି ମଧ୍ୟ ବଞ୍ଚିକି ଆସିଲି, କିନ୍ତୁ ସେଠି କେସ୍ ହେଇନଥିଲା। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଅଞ୍ଚଳ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ, ସେଠି ଚଲେଇ 700 ଗୋମାତାଙ୍କୁ ନିଆଯାଉଥିଲା, ଯାହାକୁ ମୁଁ ଅବରୋଧ କରିଥିଲି। ଅତର୍କିତ ଭାବରେ 50 ଜଣ ମୋ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ। ମୁଁ 13 ଦିନ ଧରିକି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଥିଲି। ଆଉ ସେଠି ମଧ୍ୟ ମୋ ଉପରେ ଗୁଳି ଚାଳନା କରାଯାଇଥିଲା। ସୌଭାଗ୍ୟବଶତଃ ଗୋମାତାଙ୍କ ଆଶୀର୍ବାଦରୁ, ମୁଁ ତ କହିବି ଗୋମାତାଙ୍କ ଆଶୀର୍ବାଦ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ବଞ୍ଚିଛି ଏବଂ ଲଢ଼େଇ ଜାରି ରଖିଛି, ଆଗକୁ ବି ଲଢ଼େଇ ଜାରି ରହିବ।